ସମସ୍ତେ ଦେଖୁଥିଲେ ପୋଲିସ ବାବୁ ଏଇ ମହିଳାଙ୍କୁ କୁଣ୍ଢେଇ ପକାଉଥିଲେ। ମହିଳା ଜଣକ କାନ୍ଦୁଥିଲେ, ହେଲେ ପୋଲିସ ବାବୁ ତାଙ୍କ କାନରେ କ'ଣ କହିଦେଉଥିଲେ। ଲୋକମାନେ ଘେରିଥିଲେ ବି ସେ ସବୁକୁ ଖାତିର ନ କରି ଏ ପୋଲିସ ବାବୁ ଏ ମହିଳା ସହିତ ଏମିତି କାହିଁକି କରୁଥିଲେ। ଆମେ ଜାଣିଛୁ ଆପଣ ପୁରା କନଫ୍ୟୁଜ୍ ହୋଇସାରିବେନି, କିନ୍ତୁ ଆମେ ଆପଣଙ୍କୁ ଆଉ ବେଶୀ ଅନ୍ଧାରରେ ନ ରଖି 2ଟା ଷ୍ଟାର ଥିବା ପୋଲିସ ବାବୁଙ୍କ କଳା କାରନାମା ଆପଣଙ୍କ ସାମ୍ନାକୁ ଆଣିବାକୁ ଯାଉଛୁ। ଏ କାହାଣୀ ହେଉଛି ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରର ରାଜରାସ୍ତାର ଦୃଶ୍ୟ। ଲୋକମାନଙ୍କର ଗହଳି ଲାଗିଥିଲା। ସେହି ଗହଳିକୁ ଖାତିର ନ କରି ଏ ପୋଲିସ ବାବୁ ଯାହାକୁ କୁଣ୍ଢେଇ ପକାଉଥିଲେ ସେ ଆଉ କେହି ନୁହେଁ ବରଂ ଏଇ ପୋଲିସ ବାବୁଙ୍କର ସ୍ତ୍ରୀ ଥିଲେ। ହେଲେ ସେ ଏମିତି କାନ୍ଦୁଛନ୍ତି କାହିଁକି? ଏ ପୋଲିସ ବାବୁ କ'ଣ ରାସ୍ତା ମଝିରେ ନିଜ ସ୍ତ୍ରୀକୁ ମାରି ବୁଝେଇବାକୁ ଚେଷ୍ଟା କରୁଛନ୍ତି? ନାଇଁ ଆଜ୍ଞା, ପୋଲିସ ବାବୁ ତାଙ୍କ ସ୍ତ୍ରୀକୁ ମାରି ନାହାନ୍ତି, ତାଙ୍କ ସ୍ତ୍ରୀ ବରଂ 2 ଜଣଙ୍କୁ ମାରି ଦେଇଛନ୍ତି। ସେଥିପାଇଁ ଏମିତି ସେ କାନ୍ଦି ଚାଲିଛନ୍ତି। ଆଉ ଏଇ ପୋଲିସ ବାବୁ ସ୍ୱାମୀ ତାଙ୍କୁ ବୁଝଉଛନ୍ତି, ରୁହ ତମର କିଛି ହେବନି, ମୁଁ ପା ତମ ପାଖରେ ଅଛି। କଥା କ'ଣ କି ଆଜ୍ଞା, ପୋଲିସ ବାବୁ ନିଜ ଗାଡ଼ିରେ ନିଜ ଗେଲି ସ୍ତ୍ରୀକୁ ବସେଇ ବୁଲିବାକୁ ବାହାରିଥିଲେ। କିଛି ବାଟ ଗଲା ପରେ ସ୍ତ୍ରୀ ଟିକେ ଗେଲେଇକି କହିଲା, ଧନ ମୁଁ ଟିକେ ଗାଡ଼ି ଚଳେଇବି। ପୋଲିସ ବାଲା ସ୍ୱାମୀ ସବୁ ନିୟମ କାନୁନ ତ ଜାଣିଛନ୍ତି, ସେଥିପାଇଁ ପ୍ରଥମେ ସ୍ତ୍ରୀକୁ କୁଆଡ଼େ ମନା କରିଥିଲେ। ହେଲେ ସ୍ତ୍ରୀ ଏମିତି ଜିଦ୍ କଲେ ଯେ ପୋଲିସ ବାବୁ ଆମର ସ୍ତ୍ରୀ କଥାକୁ କାଟି ପାରିଲେନି, ଆଉ ଡ୍ରାଇଭିଂ କରିବାକୁ ଗାଡ଼ିଟା ଦେଇଦେଲେ। ହେଲେ ସ୍ତ୍ରୀ ଏମିତି ଗାଡ଼ି ଚଲେଇଲେ ଯେ 2 ଜଣଙ୍କୁ ସିଧା ଉପରକୁ ପଠାଇଦେଲେ। ହେଲେ ପୋଲିସ ବାବୁ ଆମର ଭାରି ଚାଲାକ। ଯେତେବେଳେ ଦେଖିଲେ ସ୍ତ୍ରୀ 2 ଜଣଙ୍କୁ ଚଢ଼େଇ ମାରିଦେଇଛନ୍ତି, ତୁରନ୍ତ ଖସି ପଳାଇବାକୁ ଚେଷ୍ଟା ଚଳାଇଥିଲେ। ହେଲେ ସେଠି ଉପସ୍ଥିତ ଥିବା ଲୋକମାନେ ଘେରିଗଲେ ଆଉ ସ୍ୱାମୀ ସ୍ତ୍ରୀ 2 ଜଣଙ୍କୁ ଧରି ପକାଇଲେ। ଏବେ ତ ଅସଲ ଖେଳ ଆରମ୍ଭ ହୋଇଗଲା। ଲୋକମାନେ ଚିତ୍କାର କଲେ, ଗାଳିଗୁଲଜ କଲେ। ଏକଥା ଦେଖି ସ୍ତ୍ରୀ ଜଣକ କାନ୍ଦି ପକାଇଲେ। ସେଥିପାଇଁ ପୋଲିସ ବାବୁ ଏମିତି ସ୍ତ୍ରୀକୁ କୁଣ୍ଢେଇ ପକାଇ ଗେଲ କରି ଚାଲିଥିଲେ ଆଉ କହୁଥିଲେ, ମୁଁ ଅଛି, ତୁ ଚିନ୍ତା କରନି। ଆପଣ ଭାବୁଛନ୍ତି କି କାହାଣୀ ଶେଷ ହୋଇଗଲା? ନାଇଁ ଆଜ୍ଞା, ଅସଲ ଖେଳ ତ ଏଇଠି ଥିଲା। ଜୋରରେ ହୋ ହାଲ୍ଲା ହେଉଥିଲା। ତାରି ଭିତରେ ଜଣେ ଗର୍ଜନ କରି କରି ମ୍ୟାଡ଼ାମଙ୍କ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। ମ୍ୟାଡ଼ାମଙ୍କର ଲାଇସେନ୍ସ ଥିଲା ଯେ ସେ ଦେଖେଇବେ, ସ୍ୱାମୀ ବା ପୋଲିସ, ଲାଇସେନ୍ସ କ'ଣ ହେବ? ଗାଡ଼ି ଚଳେଇବାର ଅଛି। ଯଦି କିଛି ହେବ, ଯଦି କିଏ ମରିବ, ପୋଲିସ ସ୍ୱାମୀ ଅଛି ନା, ତାର କିଏ କ'ଣ କରିବ? ହେଲେ ଏଠି ପବ୍ଲିକ ନଛଡ଼ ବନ୍ଧା ଆଜ୍ଞା, ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ବାଧ୍ୟ ହୋଇ ପୋଲିସ ବାବୁ ଥାନାକୁ କଲ୍ କରିଥିଲେ। ପୋଲିସ ଆସିଥିଲେ ଆଉ ଶେଷରେ ସ୍ତ୍ରୀ ଗାଡ଼ି ଚଢ଼େଇ ମାରିଥିବା 2 ଜଣଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚି ଯାଇଥିଲେ ଆଉ କ୍ଷତିପୂରଣ ଦେଇ ସମାଧାନ କରି ସେଠୁ ଯାଇଥିଲେ। ହେଲେ ଏଠି ଆମର ଗୋଟେ ପ୍ରଶ୍ନ ଆଜ୍ଞା, ଜଣେ ପୋଲିସ ହେଇ କେମିତି ନିଜ ସ୍ତ୍ରୀକୁ ଡ୍ରାଇଭ୍ କରିବାକୁ ଗାଡ଼ି ଦେଇଥିଲେ? ଯଦିଓ ସେ ଜାଣିଥିଲେ ତାଙ୍କ ସ୍ତ୍ରୀର ଲାଇସେନ୍ସ ନାହିଁ, ଜୀବନ ନେଲା ପରେ ବି କ'ଣ ପଇସା ଦେଇ ଜୀବନ କିଣା ଯାଇପାରେ ଆଜ୍ଞା? ଅଭାବ ଆଉ ଗରିବୀ ସିନା ସେହି ପରିବାରକୁ କେଇଟା ଟଙ୍କା ନେଇ ସମାଧାନ କରିବାକୁ ବାଧ୍ୟ କରିଥିଲା, କିନ୍ତୁ ସତରେ କ'ଣ ଜୀବନର ମୂଲ୍ୟ କ'ଣ କେଇଟା ଟଙ୍କା ଆଜ୍ଞା? ଲାଇସେନ୍ସ ନଥିବା ନିଜ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଏହି ପୋଲିସ ବାବୁ ଯାହା କରିଛନ୍ତି କ'ଣ ଠିକ୍ କରିଛନ୍ତି? ପ୍ରଥମେ ବିନା ଲାଇସେନ୍ସରେ ଗାଡ଼ି ଚଳାଇବାକୁ ଦେବା, ପରେ 2 ଜଣଙ୍କ ଜୀବନ ନେବା ପରେ କେଇଟା ଟଙ୍କା ଦେଇ ସମାଧାନ କରି ନିଜ ସ୍ତ୍ରୀକୁ ବଞ୍ଚାଇବା, ଏହି ପୋଲିସ ବାବୁଙ୍କର ଅସଲ ଚେହେରା ପଦାରେ ପକାଇ ଦେଇଛି ଆଜ୍ଞା। ଆମେ ଜାଣିଛୁ ଆଜ୍ଞା, ସିଷ୍ଟମ୍ ପୁରା ଅବାଟକୁ ଯାଇସାରିଲାନି। ହେଲେ ସିଷ୍ଟମ୍କୁ ନିଜ ଘରର ଜିନିଷ ଭାବୁଥିବା ଏଇଭଳି ପୋଲିସ ବାବୁଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବା ଦରକାର, ଆଉ ଏଇଭଳି ସ୍ତ୍ରୀକୁ କେମିତି ଦଣ୍ଡ ମିଳିବା ଦରକାର, କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।